ଶୁଣ ପିଲାମାନେ ଆଜି ଆମେ ଗୋଟେ ଗପ ପଢିବା। ଗପ ପଢିବା? ଗପର ନାଁ କଣ? ଭେଣ୍ଡିର ବାହାଘର। ଆମ ଗପ ମାଧ୍ୟମରେ ଜାଣିବା ଭେଣ୍ଡି କାହାକୁ ବାହା ହେଲା। ହେଲା, ଭେଣ୍ଡି କାହାକୁ ଖାଇବାକୁ ଭଲ ଲାଗେ? ସମସ୍ତଙ୍କୁ ଭଲ ଲାଗେ। ଏଇଟା ଦେଖ, ଏଇଟା କାହାର ଚିତ୍ର? ଭେଣ୍ଡି। ତା ସାଙ୍ଗରେ ଏଠି କିଏ? ବାଇଗଣ। ଆମେ ପଢିବା ଭେଣ୍ଡିର ବାହାଘର। ପଢିବା? ଦେଖିଲ ପିଲାମାନେ, ଏଇଟା କାହାର ଚିତ୍ର? ଭେଣ୍ଡି ଆଉ ବାଇଗଣ ଏଠି ବାହାଘର ହେଉଛି ତାଙ୍କର ନା। ଭେଣ୍ଡି ସହିତ ବାଇଗଣର ବାହାଘର ଠିକ ହୋଇଗଲା। ହେଲା, ବାହାଘର ଠିକ ହେଇଗଲା। ଦେଖ, ସବୁ ପରିବାର ସବୁ ଏକାଠି ହେଲେ। ସକାଳୁ ସବୁ ପରିବାର ଗୋଟିଏ ଜାଗାରେ ଏକାଠି ହେଲେ। କଣ ପାଇଁ? ତା ବାହାଘର ସେଥିପାଇଁ। ହେଲା, ଏଇଟା କଣ କିରେ? ଆଳୁ। ଏଇଟା ବାଇଗଣ। ଏଇଟା ଭେଣ୍ଡି। କଲରା। ଇଏ ବୋଇତାଳୁ। ଏଇଟା ମଟର ଛୁଇଁ। ଏଟା ବି ମଟର ଛୁଇଁ। ଧଣିଆ ପତ୍ର ଭେଣ୍ଡିକୁ ବହୁ ବେଶରେ ସଜ କଲା ନା। ଧଣିଆ ପତ୍ର କିଏ କିଏ ଖାଅ? ସମସ୍ତେ। ଦେଖ, ଧଣିଆ ପତ୍ର ଏଇଟା, ଭେଣ୍ଡି ଏଇଟା। ଧଣିଆ ପତ୍ର ତାକୁ ବୋହୁ କରିଦଉଛି ନା ବାହାଘର। ଏପଟେ ଦେଖ, ବର ସହ ଆଳୁ, ବିଲାତି, ବାଇଗଣ, କଲରା ଓ ସଜନା ଛୁଇଁ ବାହାଘରକୁ ଗଲେ। ବର କିଏ ହେଇଥିଲା? ବାଇଗଣ। ଖୁସିରେ ଗୀତ ଗାଇ ନାଚିଲେ। ସମସ୍ତେ ଦେଖ ନାଚୁଛନ୍ତି। ଦେଖୁଛ ନା? ଟମାଟୋ ବି ଅଛି ନା। ଇଏ ଆଳୁ, ଇଏ ବାଇଗଣ, ଇଏ ସଜନା ଛୁଇଁ, ଇଏ କଲରା। ଏ ଦେଖ, କଖାରୁ ଢୋଲ ବଜାଇ ଯାଉଥିଲା। କିଏ ଢୋଲ ବଜାଉଥିଲା? ହଠାତ୍ ସେ ଆଳୁ ଉପରେ କଣ କଲା? ଫୁଲକିନା ପଡ଼ିଗଲା। ଆଳୁ ଭେଁକିନା ନଟି ଛାଡ଼ିଲା। ହେଲା, ଦେଖ କେମିତି ତାପରେ ଚଢିଗଲାଣି। ସେ ପୁରା କାନ୍ଦିଲାଣି। ଦେଖୁଛ ନା? ଭେଣ୍ଡି ଲାଜ ଲାଜ ହୋଇ ବାଇଗଣ ଗଳାରେ ବରଣମାଳା ଦେଲା। ତାକୁ ବରଣମାଳା ଭେଣ୍ଡି ଦେଲା। ଏଟାଙ୍କର ବାହାଘର ହଉଛି। ଇଏ କିଏ କିରେ? ଧଣିଆ ପତ୍ର। ସେମାନେ ଭୋଜିରେ ଲଡୁ, ବର୍ଫି ଓ ଜଲେବି ଖାଇଲେ। କଣ ଖାଇଲେ? ସମସ୍ତେ ଦେଖ ଖାଉଛନ୍ତି। ସବୁ ପରିବାର ଦେଖୁଛ। ବରକନ୍ୟାଙ୍କ ସୁଖ ମନାସି ଘରକୁ ଫେରିଲେ। ହେଲା, ବରକନ୍ୟାକୁ ଆଶୀର୍ବାଦ ଦେଲେ ନା। ଭେଣ୍ଡି ସହିତ ବାଇଗଣର ବାହାଘରରେ କେତେଟା କଷ୍ଟ ଶବ୍ଦ ଦେଇଛି। ଏଇ ସବୁ ଦେଇଛି। ଦେଖ କଣ ଏଇଟା? ପରିବା। ଏଇଟା ବୋହୂ। ଏଇଟା ବରମାଳା। ଏଇଟା ନାଚିଲେ। ଏଇଟା ଭୋଜି। ଏଇଟା ବର। ଏଇଟା ଫୁଲକିନା। ଏଇଟା ଏଇଟା ତାହେଲେ ଇଏ ହଉଛି ଭେଣ୍ଡି, ଇଏ ହଉଛି ବାଇଗଣ। ଭେଣ୍ଡି ଆଉ ବାଇଗଣ ଏମାନଙ୍କର କଣ ହେଲା? ବାହାଘର। ଭେଣ୍ଡି ସହିତ ବାଇଗଣର ବାହାଘର ଠିକ ହେଇଗଲା। ସକାଳେ ସବୁ ପରିବାର ଗୋଟିଏ ଜାଗାରେ ଏକାଠି ହେଲେ। ଧଣିଆ ପତ୍ର ଭେଣ୍ଡିକୁ ବହୁ ବେଶରେ ସଜେଇ ଦେଲା। ବର ସହ ଆଳୁ, ବିଲାତି ବାଇଗଣ, କଲରା, ସଜନା ଛୁଇଁ ବାହାଘରକୁ ସବୁ ଗଲେ। ହେଲା, ଖୁସିରେ ଗୀତ ଗାଇ ସମସ୍ତେ ନାଚିଲେ। କଖାରୁ ଢୋଲ ବଜାଇ ଯାଉଥିଲା। ହଠାତ୍ ସେ ଆଳୁ ଉପରେ ଦୁଲକିନା ପଡ଼ିଗଲା। ତାପରେ କଣ ହେଲା ନା, ଆଳୁ ଭେଁକିନା ନଟି ଛାଡ଼ିଲା। ତାକୁ କାଟିଛି, ପେଞ୍ଚି ଦେଇଛି। ଭେଣ୍ଡି ଲାଜ ଲାଜ ହୋଇ ବାଇଗଣ ଗଳାରେ ବରଣମାଳା ଦେଲା। ସେମାନେ ଭୋଜିରେ ଲଡୁ, ବର୍ଫି ଓ ଜଲେବି ଖାଇଲେ। ବରକନ୍ୟାକୁ